ଆଜି ପବିତ୍ର ଶ୍ରୀରାମନବମୀ ପବିତ୍ର ମର୍ଯ୍ୟାଦାର ପୁରୁଷୋତ୍ତମ ଜନ୍ମ କଣ କହିବେ? ଆଜି ସମଗ୍ର ଭାରତ ବର୍ଷରେ ବା ବିଶ୍ୱରେ ଭଗବାନ ରାମଙ୍କର ଜନ୍ମ ଉତ୍ସବ ବହୁତ ଧୁମଧାମରେ ପାଳନ ହେଉଛି। ବିଶେଷ କରି ଆମର ଓଡ଼ିଶା ପ୍ରାନ୍ତରେ ବି ହିନ୍ଦୁ ଯୁବକମାନେ ପ୍ରତ୍ୟେକ ସହରରେ ପ୍ରତ୍ୟେକ ଗ୍ରାମ ଓ ସହରମାନଙ୍କରେ ଆଉ ଶ୍ରୀରାମ ଶୋଭାଯାତ୍ରା ବହୁତ ଧୁମଧାମରେ ପାଳନ ହେଉଛି। ଏ ଅବସରରେ ଆମର ପଟ୍ଟାମୁଣ୍ଡେଇ ଏରିଆର ମଦନପୁର ଠାରୁ ପଟ୍ଟାମୁଣ୍ଡେଇ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା, ହଜାର ହଜାର ଯୁବକମାନେ ବିବିଧ ପ୍ରକାରର ସ୍ଲୋଗାନ ଦେଇ ଭଗବାନ ରାମଙ୍କର ସ୍ମରଣ କରି ଆଉ ଯାତ୍ରା ସମାପନ ହୋଇଛି। ହିନ୍ଦୁମାନଙ୍କୁ ସାଂସ୍କୃତିକ ପରିଚୟ ଏକତ୍ରିତ ହେବାର ଆବଶ୍ୟକତା ହଁ, ଏଇଟା ତ ନିଶ୍ଚିତ କଥା ଯେ ହିନ୍ଦୁମାନେ ୟା ଦ୍ୱାରା ଜାଗ୍ରତ ହେଉଛନ୍ତି ଆଉ ଏକଠି ହେଉଛନ୍ତି। ମୁଁ ଶାରଦା ପ୍ରସାଦ ରାଉତ, ଶ୍ରୀରାମ ସେନାର ସଂଯୋଜକ, କେନ୍ଦ୍ରାପଡ଼ା। କାର୍ଯ୍ୟକ୍ରମ ଭିତରେ କଣ କହିବେ? ସର୍ବପ୍ରଥମେ ମୁଁ କେନ୍ଦ୍ରାପଡ଼ା ଏବଂ ରାଜନଗର ପଟ୍ଟାମୁଣ୍ଡେଇବାସୀଙ୍କୁ ପ୍ରଭୁ ଶ୍ରୀ ରାମ ନବମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଜି ଦିନଟି ହେଉଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଜୟନ୍ତୀ ଭାବେ ବି ପାଳନ କରାଯାଏ। ଆଜି ସାରା ହିନ୍ଦୁ ସମାଜ ଆଜି ଗର୍ବ ଅନୁଭବ କରୁଛି ହିନ୍ଦୁମାନଙ୍କ ଉପରେ ଯେଉଁପରି ଭାବେ ଆକ୍ରମଣ ହେଉଛି, ସେଥିପାଇଁ ଏକ ବଡ଼ ବିଶାଳ ଶୋଭାଯାତ୍ରା ସେହି ପରିପ୍ରେକ୍ଷୀରେ ଆମେ ବାହାର କରିଥିଲୁ ଏବଂ କେମିତି ଶାନ୍ତିମୟ ଏବଂ ସମୃଦ୍ଧିମୟ ରାଜନଗର ପଟ୍ଟାମୁଣ୍ଡେଇର ବିକାଶ ହେବ, ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା। ସାରା ପୃଥିବୀରେ ବର୍ତ୍ତମାନ ଦଙ୍ଗା ଲାଗିଥିଲା, ଯୁଦ୍ଧ ଲାଗିଥିଲା। ହିନ୍ଦୁମାନେ ହିଁ ଯଦି ଆମେ ଦେଖିବା, ଯେତେବେଳେ ବିଗତ ଦିନରେ ବି ଯୁଦ୍ଧ ହେଇଛି, ସବୁ ସମୟରେ ଭାରତ ଏକ ଶାନ୍ତି ଦୂତ ଭାବେ ବିଶ୍ୱରେ ନିଜର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆମର ବିଶ୍ୱାସ ଅଛି ଆମର ଯେଉଁ ପ୍ରଧାନମନ୍ତ୍ରୀ ରହିଲେ, ଯେଉଁ ରଣନୀତିକାର ମାନେ ରହିଲେ, ନିଶ୍ଚିତ ରୂପେ କେମିତି ଶାନ୍ତି ବିଶ୍ୱରେ ବଜାୟ ରଖିବେ, ସେଥିପାଇଁ ସମସ୍ତେ ଯତ୍ନବାନ ହେବେ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।